ପ୍ରତିଦିନ କାହିଁକି ଜାଣି ମୋ ସାଙ୍ଗ ଧୀରଜ ଖାଇବା ପାଇଁ ମୋତେ ବାଧ୍ୟ କରି ତା ଘରକୁ ନେଇଯାଉଥିଲା। ହେଲେ ମୁଁ ଯିବା ପରେ ତା ଘରେ ଗୋଟିଏ ଅଜବ ଘଟଣା ଘଟୁଥିଲା। ମୁଁ ଯିବା ଆଗରୁ ତା ସ୍ତ୍ରୀ ଓଢ଼ଣୀରେ ତାଙ୍କ ମୁହଁ ଲୁଚେଇ ରଖୁଥିଲେ। ସେ କେବଳ ମୋ ଆଗରେ ହିଁ ମୁହଁ ଢାଙ୍କିକି ରଖୁଥିଲେ। ଅନ୍ୟପଟରେ ମୋ ଘରେ ବି ସନ୍ଦେହଜନକ ଘଟଣା ଘଟିବା ଆରମ୍ଭ ହୋଇଯାଇଥିଲା। ମୁଁ ଅଫିସକୁ ଯିବା ପରେ ମୋ ସ୍ତ୍ରୀ କୁଆଡ଼େ ଚାଲି ଯାଉଥିଲେ, ଆଉ ମୁଁ ଫେରିବାର ଠିକ୍ ଆଗରୁ ହିଁ ସେ ଘରକୁ ଆସିଯାଉଥିଲେ। ଦିନେ ଧୀରଜ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ସୁନ୍ଦର ପାଉଁଜି ଉପହାର ଦେଇଥିଲା, କିନ୍ତୁ ପରଦିନ ଯେତେବେଳେ ମୁଁ ଘରକୁ ଫେରିଲି, ସେହି ପାଉଁଜି ମୋ ସ୍ତ୍ରୀଙ୍କ ଗୋଡ଼ରେ ଦେଖିଲି। ମୋ ସନ୍ଦେହ ବଢ଼ିଲା। ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପରଦିନ ମୁଁ ବିନା ଡକରାରେ ଧୀରଜ ଘରକୁ ପଳେଇଲି। ଯେମିତି ମୁଁ ଘର ଭିତରେ ପାଦ ରଖିଛି, ସେ ଦୃଶ୍ୟ ଦେଖିକି ମୋର ତ ଯେମିତି ଜୀବନ ଚାଲିଗଲା ପରି ଲାଗିଲା। ଆଶ୍ଚର୍ଯ୍ୟରେ ମୋର ଆଜି ପୁଣି ସନ୍ଧ୍ୟାବେଳେ ଧୀରଜ ଜିଦି କରୁଥିଲା କି ମୋ ସହିତ ଘରକୁ ଚାଲ, ତୋ ଭାଉଜ ବିରିୟାନୀ ତିଆରି କରି ରଖିଛି। ମୁଁ ସଫା ସଫା ମନା କରିଦେଲି, କାହିଁକି ନା ଡେଲି ଡେଲି ଧୀରଜ ଘରକୁ ଯିବାଟା ମୋତେ ଜମା ଭଲ ଲାଗୁନଥିଲା। ତା ସ୍ତ୍ରୀ ମୋ ସାମ୍ନାରେ ଓଢ଼ଣୀ ଭିତରେ ରହୁଥିଲା, ଆଉ ମୁଁ ଅନୁଭବ କଲି କି ମୋ ଉପସ୍ଥିତିରେ ସେ ଅସହଜ ଅନୁଭବ କରୁଛନ୍ତି। କିନ୍ତୁ କେଜାଣି ଏସବୁ ଧୀରଜର ନଜରରୁ କେମିତି ଲୁଚି ରହିଥିଲା। ସେ ସପ୍ତାହରେ 2-3 ଦିନ ଜବରଦସ୍ତି ମୋତେ ତାଙ୍କ ଘରକୁ ନେଇଯାଉଥିଲା। ଧୀରଜ ଆଉ ମୁଁ ଗୋଟିଏ ଅଫିସରେ କାମ କରୁଥିଲୁ। ଆମ ଭିତରେ ଖୁବ୍ ବନ୍ଧୁତା ଥିଲା। ମୋର ବିବାହ ବେଳେ ସେ ଥରୁଟିଏ ମାତ୍ର ଘରକୁ ଆସିଥିଲା। ତାପରେ ସେ ଆଉ କେବେ ବି ମୋ ଘରେ ପାଦ ରଖିନଥିଲା। ସେଠୁ ମୁଁ କହିଲି, ନା ସାଙ୍ଗ, ଆଜି ମୁଁ ତ ଘରକୁ ଯାଇପାରିବିନି। ସେଠୁ ଧୀରଜ ପଚାରିଲା କି କାହିଁକି, କ'ଣ ପାଇଁ ଆସିବୁନି? ନିଶ୍ଚୟ ତୁ ଭାଉଜଙ୍କ ପାଇଁ ଜଲ୍ଦି ଘରକୁ ଯିବାକୁ ଚାହୁଁଛୁ। ମୁଁ ଭାବିଲି ଯେ ଏମିତି ତ ସେ ମୋ ପିଛା ଛାଡ଼ିବନି, ଏଥିପାଇଁ ମୁଁ ଆଉ କିଛି ବାହାନା କରିଦେଉଛି। ଆଉ କହିଲି କି ନା ସାଙ୍ଗ, ଏମିତି କଥା ନାହିଁ। ପ୍ରକୃତରେ ମୋ ବାପାଙ୍କ ଦେହ ଖରାପ, ତେଣୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇକି ଯିବି। ଏମିତିରେ ଆଜି ଘରକୁ ଫେରିବାରେ ବହୁତ ବିଳମ୍ବ ହେଇଗଲାଣି। ଧୀରଜ ମୁଣ୍ଡ ହଲେଇଲେ, ଆଉ କହିଲେ, ଆଚ୍ଛା ଏମିତି କଥା, ଠିକ ଅଛି, ମୁଁ ତମକୁ ବାଧ୍ୟ କରିବିନି, ତମେ ଯାଅ। ପ୍ରକୃତରେ ମୋ ବାପା ମା ଗୋଟିଏ ଅଲଗା ଘରେ ରହୁଥିଲେ, ଯେତେବେଳେ କି ମୁଁ ଆଉ ମୋ ସ୍ତ୍ରୀ କମ୍ପାନୀ ଦେଇଥିବା ଘରେ ରହୁଥିଲୁ। ସେଠୁ ମୁଁ ଧୀରଜ ପାଖରୁ ଆସି ଘରେ ପହଞ୍ଚିଲି, କିନ୍ତୁ ଘରେ ପହଞ୍ଚିବା ବେଳକୁ ମୋ ସ୍ତ୍ରୀ ନଥିଲେ। ଆଉ ଏକଥା ମୋତେ ଆଶ୍ଚର୍ଯ୍ୟ କରିଥିଲା, କାରଣ ଏମିତି କେବେ ବି ହୋଇନଥିଲା। ଆମ ବିବାହକୁ 2 ବର୍ଷ ହୋଇଯାଇଥିଲା। ଏଇ 2 ବର୍ଷରେ ମୁଁ ଯେତେବେଳେ ବି ଘରକୁ ଫେରୁଥିଲି, ମୋ ସ୍ତ୍ରୀ ଘରେ ହିଁ ରହୁଥିଲେ। ଆଉ ଆଜି ଏମିତି ଘରୁ ଗାୟବ ହୋଇଯିବାଟା ସାଧାରଣ କଥା ନଥିଲା। ତେଣୁ ମୁଁ ଚୌକିଦାର ପାଖକୁ ଗଲି, ଆଉ କହିଲି କି ମେମ୍ ସାହେବ କୁଆଡ଼େ ଗଲେ, କିଛି କହିକି ଯାଇଛନ୍ତି କି? କିନ୍ତୁ ଚୌକିଦାର କହିଲା କି ବାବୁ, ସେ ତ ପ୍ରତିଦିନ ପରି ଆଜି ବି କୁଆଡ଼େ ଯାଇଛନ୍ତି। ଚୌକିଦାର କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କ'ଣ ଏମିତି କହିଲା? ପ୍ରତିଦିନ ପ୍ରତିଦିନ ସୁମି କୁଆଡ଼େ ଯାଉଛନ୍ତି? କାଇଁ ମୋତେ ତ କିଛି କହିକି ଯାଉନାହାନ୍ତି। ସେଠୁ ଚୌକିଦାରକୁ ପଚାରିଲି କି ତମେ କ'ଣ କହୁଛ? ସେଠୁ ସେ କହିଲା କି ବାବୁ, ଆମେ ତ ଚାକର ବାକର ଲୋକ, ଆମେ କ'ଣ ଜାଣିବୁ ଯେ ଘରର ମାଲିକ କେଉଁଠୁ ଆସୁଛନ୍ତି ଆଉ କୁଆଡ଼େ ଯାଉଛନ୍ତି? ଯେତେବେଳେ ମ୍ୟାଡାମ ଆସିଯିବେ ନିଜେ ପଚାରିଦେବେ। ତାଙ୍କ କଥା ଶୁଣି ମୁଁ ଘରକୁ ଫେରି ଆସିଲି, କିନ୍ତୁ ମୋ ମନ ଭିତରେ ଅସୁମାରି ପ୍ରଶ୍ନ ଉଠୁଥିଲା। ମୋ ସ୍ତ୍ରୀ କୁଆଡ଼େ ଯାଇଥିବେ? ଏମିତି ଏମିତି 2 ଘଣ୍ଟା ବିତିଗଲା। ସେତେବେଳେ ଧୀରଜଙ୍କର ଫୋନ ଆସିଲା, ଆଉ ସେ ପଚାରୁଥିଲେ କି ମୋ ସାଙ୍ଗର ଚେକଅପ୍ ହୋଇଗଲା କି, ଡାକ୍ତର କ'ଣ କହୁଥିଲେ? ମୁଁ କହିଲି, ନାଇଁ ସାଙ୍ଗ, ବାପାଙ୍କର କିଛି କାମ ଥିଲା, ଆଉ ସେ ଆସିଲେନି। ସେଠୁ ସେ କହିଲେ କି ସ୍ୱୟଂ ତମେ କ'ଣ କହୁଛ? ମଉସାଙ୍କର ଚେକଅପ୍ କରିବା ପାଇଁ କହୁଥିଲ? ଆଉ ଧୀରଜଙ୍କ ସ୍ୱରରୁ ବ୍ୟସ୍ତତା ବାରି ହୋଇ ପଡୁଥିଲା। ଏପଟେ ମୋତେ ବି ବହୁତ ଚିନ୍ତା ମାଡ଼ି ବସିଥିଲା। ଅଧଘଣ୍ଟା ହୋଇଛି କି ନା ମୋ ସ୍ତ୍ରୀ ଘରକୁ ଫେରିଲେ, ଆଉ ସେ ଟିକେ ଡରିବା ପରି ଲାଗୁଥିଲା। ମୋତେ ଦେଖିକି ସେ କହିଲେ କି ସରି, ମୁଁ ଟିକେ ବାହାରକୁ ପଳେଇଥିଲି, ତମକୁ ଭୋକ ହେଇନି ତ? ମୁଁ ମନା କଲି।
ଆଉ ଧ୍ୟାନ ଦେଇ ସୁମିଙ୍କ ଚେହେରାକୁ ଅନେଇଲି। ସେ ଟେନସନରେ ଥିବା ପରି ଲାଗୁଥିଲେ। ସେଠୁ ମୁଁ ପଚାରିଲି କି ସୁମି ତମେ କୁଆଡେ ଯାଇଥିଲ? ସେ ଟିକେ ମୁହଁ ଲୁଚାଇବା ପରି କହିଲେ କି କୁଆଡେ ଯିବି, ଏଇ ପଡ଼ିଶା ଘରକୁ ଟିକେ ଯାଇଥିଲି। ମୁଁ ଚୁପ୍ ହୋଇଗଲି, କାରଣ ମୋତେ ଭଲ ଲାଗୁନଥିଲା କି ମୋ ସ୍ତ୍ରୀ ମୋ ଠାରୁ ନଜର ଲୁଚାଉ ବୋଲି। ରାତି ବଢିଲା, ଆଉ ଖାଇବା ସମୟରେ ସୁମି ହଠାତ୍ ମୋତେ ପଚାରିଲେ କି ତମେ କ'ଣ ବାପାଙ୍କୁ ଡାକ୍ତରଙ୍କ ପାଖକୁ ନେଇକି ଯାଇଥାନ୍ତ ପରା, କ'ଣ ହେଲା? ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଏହି କଥା ମୁଁ କେବଳ ଧୀରଜକୁ କହିଥିଲି। ମୁଁ ସୁମିଙ୍କ ଆଡ଼କୁ ଅନେଇଲି ଆଉ ପଚାରିଲି କି ମୁଁ ତୁମକୁ କେତେବେଳେ କଥା କହିଥିଲି? ମୋର ଏ ପ୍ରଶ୍ନରେ ସେ ଟିକେ ଚିନ୍ତିତ ହୋଇଗଲେ। ପୁଣି କହିଲେ କି ମୁଁ ତମ ଅଫିସକୁ ଫୋନ କରିଥିଲି, ଆଉ ସେଠାରେ କିଏ ଜଣେ କହିଲେ କି ତମେ ବାପାଙ୍କୁ ହସ୍ପିଟାଲ ନେଇକି ଯିବ ବୋଲି। ତେଣୁ ମୁଁ ପଡ଼ୋଶୀଙ୍କ ଘରକୁ ଯାଇଥିଲି। ଆଜି ସୁମି ବହୁତ ଅଜବ ଲାଗୁଥିଲେ। ତାଙ୍କର ଚାଲିଚଳଣି ବହୁତ ଅଜବ ଲାଗୁଥିଲା। ଏସବୁ କଥାରେ ମୁଁ ବହୁତ ଚିନ୍ତିତ ହୋଇଯାଇଥିଲି। ମୋତେ ରାତି ସାରା ନିଦ ହେଲାନି। ସେପଟେ ଚୌକିଦାର କଥା ବି ମୋତେ ଚିନ୍ତାରେ ପକେଇ ଦେଇଥିଲା। ମୋ ସ୍ତ୍ରୀ କୁଆଡ଼େ ଯାଉଥିବେ? ପୁଣି ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଯେ ମୋ ସ୍ତ୍ରୀ ସୁମି ପଡ଼ୋଶୀ ଘରକୁ ହିଁ ଯାଇଥିବେ। କାହିଁକି ନା ମୁଁ ତାଙ୍କ ଉପରେ ସନ୍ଦେହ କରିପାରିବିନି। ସୁମି ଓ ମୋ ବିବାହକୁ କେବଳ 2 ବର୍ଷ ହୋଇଥିଲା। ଆମେ ପିଲାଦିନରୁ ହିଁ ସାଙ୍ଗ ଥିଲୁ। ସେ ମୋ ବାପାଙ୍କ ସାଙ୍ଗର ଝିଅ ଥିଲେ। ସୁମି ମୋ ବିନା ନିଶ୍ୱାସ ପ୍ରଶ୍ୱାସ ବି ନେଉନଥିଲେ। ମୋତେ ସେ ବହୁତ ଭଲ ପାଉଥିଲେ। ଏହିସବୁ କାରଣରୁ ମୁଁ ତାଙ୍କ ଉପରେ ଅବିଶ୍ୱାସ କରିପାରୁନଥିଲି। ସକାଳୁ ମୁଁ ଯେତେବେଳେ ଅଫିସ ଗଲି, ଧୀରଜ ମୋ ଉପରେ ରାଗି ଯାଇଥିଲା। ପଚାରିଲା କି କାଲି କାହିଁକି ଡିନରରେ ଆସିଲୁନି? ମୁଁ ତୋ ପାଇଁ ସ୍ପେଶାଲ ବିରିୟାନୀ ବନେଇଥିଲି। ତୁ ଜାଣିଛୁ ମୋ ସ୍ତ୍ରୀ କେତେ ବ୍ୟସ୍ତ ହେଲା? କହିଲା କି ତମ ସାଙ୍ଗ ତ ଆସିଲେନି, ଆଉ ମୋତେ ଏତେ ପରିଶ୍ରମ କରିବାକୁ ପଡ଼ିଲା। ସେଠୁ ମୁଁ କହିଲି କି ଧୀରଜ, ମୋର ତ ଭାଉଜଙ୍କ ଓଢ଼ଣୀକୁ ଦେଖି ଯିବାକୁ ଇଚ୍ଛା ହେଲାନି। ମୁଁ ଯେବେ ତୋ ଘରକୁ ଯାଉଛି ସେ ଓଢ଼ଣା ଟାଣି ଦେଉଛନ୍ତି, ଆଉ ତାଙ୍କ ଚେହେରା ଲୁଚେଇକି ରଖୁଛନ୍ତି। ତମକୁ ଏତେ କଷ୍ଟ ଦେବାକୁ ମୋତେ ଭଲ ଲାଗୁନି। ସେଠୁ ଧୀରଜ କହିଲା କି ସେ କେବଳ ତମ ଆଗରେ ଏମିତି କରୁନି, ବରଂ ମୋ ଭାଇ ଆସିଲେ ବି ଏମିତି କରୁଛି। ତେଣୁ ମୁଁ ମୋ ଭାଇକୁ କ'ଣ ଘରକୁ ଡାକିବିନି? ମୁଁ ନା କଲି, ଆଉ କହିଲି କି ସେ କ'ଣ ତମ ନିଜ ଭାଇ? ମୁଁ ଚାହୁଁନଥିଲି କି ତମ 2 ଜଣଙ୍କ ଭିତରେ ମୋ ପାଇଁ ଝଗଡ଼ା ହେଉ ବୋଲି। ମୋ କଥା ଶୁଣି ଧୀରଜ ହସିବାକୁ ଲାଗିଲା, ଆଉ କହିଲା କି ଆରେ ସାଙ୍ଗ, ମୋ ସ୍ତ୍ରୀ ଏମିତି ନୁହନ୍ତି। ଲାଗୁଛି ସୁମି ଭାଉଜ ତତେ କାହାକୁ ଘରକୁ ଡାକିବାକୁ ପରମିଶନ ଦେଉନାହାନ୍ତି ବୋଧେ, ତେଣୁ ତୁ ଏତେ ଡରି ଯାଉଛୁ। ଯେତେବେଳେ କି ମୋ ସ୍ତ୍ରୀ କହୁଛନ୍ତି କି ଅତିଥିଙ୍କୁ ଖାଇବାକୁ ଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଧୀରଜ କଥା ଶୁଣି ମୁଁ ପୁରା ହାଲକା ହୋଇଗଲି, ଆଉ କହିଲି କି ସାଙ୍ଗ, କଥାରେ ତତେ କେହି ପାରିବେନି। ୟା ପରେ ଯେବେ ତୁ ମୋତେ ଡାକିବୁ ମୁଁ ନିଶ୍ଚୟ ଯିବି। ଧୀରଜ ମୋ କଥା ଶୁଣି ଖୁସି ହୋଇଗଲା। ମୁଁ ଭାବୁଥିଲି କି ଏଥର ଧୀରଜର ସ୍ତ୍ରୀ ମୋତେ ଆଉ ଖାଇବାକୁ ଡାକିବନି, କିନ୍ତୁ ମୁଁ କ'ଣ ଜାଣିଥିଲି ଯେ ସେ ପୁଣି 2 ଦିନ ପରେ ମୋତେ ପୁଣି ତା ଘରକୁ ଡାକିବ ବୋଲି। ଏଥର ଧୀରଜ କହିଲା କି ତୋ ଭାଉଜ ସ୍ପେଶାଲ ପିଠା ତିଆରି କରିଛି, ତୁ ଚାଲ ଘରକୁ। ମୁଁ ତ ଭାବୁଥିଲି କି ତା ସ୍ତ୍ରୀ କେମିତି ଜାଣିଲା କି ପିଠା ମୋ ପସନ୍ଦ ବୋଲି। ମୁଁ ତା ଘରକୁ ଗଲି, ଆଉ ମୋ ପସନ୍ଦର ପିଠା ଖାଇଲି। ଧୀରଜର ଅଫିସରେ ଆଉ 3-4 ଜଣ ସାଙ୍ଗ ବି ଥିଲେ, କିନ୍ତୁ ସେମାନଙ୍କୁ ଡାକୁନଥିଲା ଆଉ ମୋତେ ଛାଡ଼ୁନଥିଲା। ତାଙ୍କ ଘରକୁ ଯିବା ପରେ ଦେଖିଲି କି ତା ସ୍ତ୍ରୀ କଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ତାଙ୍କ ଚେହେରାରେ ଏକ ଅଜଣା ଡର ରହିଥିଲା, ଆଉ ଓଢ଼ଣୀରେ ନିଜ ମୁହଁ ଘୋଡ଼ାଇ ରଖିଥିଲେ। ଯେତେବେଳେ ସେ ବାସନ ସଜେଇକି ରଖୁଥିଲେ ସେତେବେଳେ ଜଣାପଡ଼ି ଯାଇଥିଲା କି ତାଙ୍କର ହାତ ଥରୁଛି ବୋଲି। ସେଠୁ ଖାଇବା ବାଢ଼ିକି ଦେବା ପରେ ଆମେ 2 ସାଙ୍ଗ ଖାଇ ବସିଲୁ। ସେତେବେଳେ ମୋତେ ସୁମିଙ୍କ କଥା ମନେ ପଡ଼ିଲା। ମୁଁ କହିଲି କି ତୋ ଭାଉଜ ବ୍ୟସ୍ତ ହେଉଥିବ, ତାକୁ ଫୋନ କରିକି କହିଦେଉଛି କି ମୁଁ ଫେରିବାକୁ ଟିକେ ଡେରି ହେବ। ମୋ କଥା ଶୁଣିକି ଧୀରଜ ତଣ୍ଟିରେ ଯେମିତି କିଛି ଲାଗିଗଲା। ସାଙ୍ଗେ ସାଙ୍ଗେ ମୁଁ ପାଣି ଗିଲାସ ବଢ଼େଇ ଦେଲି, ତଥାପି ତାର କାଶ ବନ୍ଦ ହେଲାନି। ପୁଣି ସେ କହିଲା ଯଦି ତୁ ଭାଉଜଙ୍କୁ ଛୋଟ ଛୋଟ କଥାରେ ଫୋନ କରିକି କହିବୁ, ତାହେଲେ ତାଙ୍କ ମନରେ ତୋ ପ୍ରତି ଆଗ୍ରହ କମିଯିବ। ତାଙ୍କୁ ଟିକେ ଅପେକ୍ଷା କରିବାକୁ ଦେ, ପ୍ରତୀକ୍ଷାରୁ ଭଲ ପାଇବା ବଢ଼େ। ମୁଁ ହସିଦେଲି,
ଆଉ କହିଲି, ବାସ୍ ବାସ୍, ତୋ ବିଚାର ତୋ ପାଖରେ ରଖ। ଆମ ଦୁହିଁଙ୍କ ଭିତରେ ପିଲାଦିନରୁ ହିଁ ବହୁତ ଭଲ ପାଇବା ରହିଛି। ଧୀରଜର ହସ ଗୋଟିଏ ମୁହୂର୍ତ୍ତ ପାଇଁ ଫିକା ପଡ଼ିଗଲା, କିନ୍ତୁ ତା ଚେହେରାରେ ଏକ ଅଲଗା ଭାବ ଦେଖିବାକୁ ମିଳିଲା, ଯାହାକୁ ମୁଁ ସେଦିନ ବୁଝିପାରିନଥିଲି। ମୁଁ ମୋବାଇଲ କାଢ଼ି ସୁମିକୁ ଫୋନ୍ କଲି, କିନ୍ତୁ ଲାଗିଲା ଯେମିତି ସୁମିର ଫୋନ୍ ଧୀରଜର ରୋଷେଇ ଘରେ ବାଜୁଥିଲା। ସାଙ୍ଗେ ସାଙ୍ଗେ ସେ ରିଙ୍ଗ ବନ୍ଦ ହୋଇଗଲା। ତାପରେ ସୁମି ଫୋନ୍ ଉଠେଇଲା। ଆଉ ମୁଁ ପଚାରିଲି, ତମେ କେଉଁଠି ଅଛ? ସେ କହିଲେ କି, ମୁଁ କୁଆଡ଼େ ଯିବି, ଘରେ ଅଛି। ତମେ କେଉଁଠି ଅଛ? କେତେବେଳୁ ମୁଁ ତୁମକୁ ଅପେକ୍ଷା କରିଛି। ସେଠୁ ମୁଁ କହିଲି କି, ଆରେ ସରି, ମୁଁ କହିବାକୁ ଭୁଲି ଯାଇଛି, ଧୀରଜ ବାଧ୍ୟ କରିବାରୁ ତା ଘରକୁ ଆସିଛି ବୋଲି। ଏଠାରେ ମୁଁ ଖାଇ ଦେଇଛି, ଆଉ ତମେ ବି ଖାଇନେବ। ସେ ହଁ ମାରିବାରୁ ମୁଁ ଫୋନ୍ ରଖିଦେଲି। ତାପରେ ମୁଁ ଧୀରଜ ଘରୁ ପଳେଇ ଆସିଲି। ଘରେ ପଶୁ ପଶୁ କେମିତି ଏକ ଅନୁଭବ ହେଲା। ମୋ ଚୌକିଦାରକୁ ପଚାରିବାରୁ ସେ ହଁ କଲା, ଆଉ କହିଲା କି ଏବେ 20 ମିନିଟ୍ ଆଗରୁ ମ୍ୟାଡାମ୍ ଆସିଛନ୍ତି। ତା କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି, କାରଣ 1 ଘଣ୍ଟା ତଳୁ ମୁଁ ଫୋନ୍ କରିଥିଲି, ଆଉ ସେ ଘରେ ଅଛି ବୋଲି କହିଲେ। କେଜାଣି ସେ କାହିଁକି ମୋତେ ଲୁଚାଉଛନ୍ତି। ଯେତେବେଳେ ମୁଁ ରୁମ୍କୁ ଆସିଲି, ସୁମି ମୁହଁ ଫୁଲେଇକି ବସିଥିଲେ। ମୁଁ ତାଙ୍କ ସାମ୍ନାରେ ବସିଗଲି, ଆଉ କହିଲି କି, କ'ଣ ହେଲା, ତମେ କ'ଣ ରାଗିବା ପରି ଲାଗୁଛ? ସେ କହିଲେ କି, ତ କ'ଣ ମୁଁ ରାଗି ବି ପାରିବିନି? ତମେ ସବୁବେଳେ ତମ ସାଙ୍ଗ ଘରକୁ ପଳଉଛ। ଏବେ ତ ମୋତେ ଲାଗୁଛି କି ମୋତେ ତମେ ଆଉ ଧ୍ୟାନ ଦେଉନ। ମୁଁ ତାଙ୍କ ମୁହଁକୁ ଅନେଇଲି, କହିଲି, ମଣିଷ ସମସ୍ତଙ୍କୁ ନିଜର ଭାବେନି, ସେ ନିଜେ ଧୋକା ଦେଉଥାଏ, ଆଉ ଦୋଷ ଆଉ କାହା ଉପରେ ଲଦୁଥାଏ। ଏକଥା ଶୁଣି ସୁମିଙ୍କ ଚେହେରା ଫିକା ପଡ଼ିଗଲା। ସେ ହଡ଼ବଡ଼େଇ ଯାଇ ପଚାରିଲେ, ତମେ କହିବାର ମାନେ କ'ଣ? ତମେ କ'ଣ ଏମିତିକା କଥା କହୁଛ? ମୁଁ ହସିଦେଲି, ଆଉ କହିଲି, ଆରେ ମୁଁ ମଜାରେ ମଜାରେ କହିଦେଲି, ତମେ ତ ସତରେ ଡରିଗଲ। ଆଉ ସୁମିଙ୍କ କଥା ତାଙ୍କ ତଣ୍ଟି ପାଖରେ ଲାଗିଗଲା। ବଡ଼ ମୁସ୍କିଲରେ ସେ କହିଲେ କି, ନା, ମୁଁ କାହିଁକି ଡରିବି? ମୋତେ ତ ତମ ଉପରେ ଆଶ୍ଚର୍ଯ୍ୟ ହେଉଛି କି ଏକରେ ତମେ ତ ନ କହିକି ଘରୁ ପଳଉଛ, ପୁଣି ମୋ ପ୍ରଶ୍ନର ଉତ୍ତର ଦେବା ବଦଳରେ ବୁଲେଇକି କଥା କହୁଛ। ମୁଁ ସୁମିଙ୍କ ହାତ ଧରି ପକେଇଲି, ଆଉ କହିଲି କି, ସୁମି, ଯେତେବେଳେ କିଏ ନ କହିକି ଘରୁ ପଳାଏ ତ କ'ଣ ହୁଏ? ସେ କହିଲେ କି, ଏଇଟା ଭୁଲ କଥା। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବିଶ୍ୱାସ ରହିବା କଥା। ପରସ୍ପର ସବୁ କଥା ହେବା ଉଚିତ। ଘରୁ ନ କହିକି କୁଆଡ଼େ ଯିବାଟା ଖରାପ କଥା। ମୁଁ କହିଲି କି, ଯେତେବେଳେ ସ୍ୱାମୀ ନ କହିକି ଘରୁ ପଳାଏ ସେଇଟା ଖରାପ କଥା ହୋଇଥାଏ। ଆଉ ଏ ନିୟମ ଦୁହିଁଙ୍କ ପାଇଁ ନା? ମୋର ଏ କଥା ଶୁଣିକି ସେ ରାଗିଗଲେ। ସେ ମୋ ଠାରୁ ତାଙ୍କ ହାତ ଛଡ଼େଇ ନେଲେ। ବାହାରକୁ ଯାଉ ଯାଉ କହୁଥିଲେ, କେଜାଣି ଖାଇକି ଆସିବା ପରେ ତମେ ଏତେ କଥା କେମିତି କହୁଛ? ତମ କଥା ସରୁନି। ମୁଁ ଚିନ୍ତାରେ ପଡ଼ିଗଲି, କାରଣ ମୋ ସ୍ତ୍ରୀ ମୋତେ ମିଛ କହିକି ବାହାରକୁ କାହିଁକି ପଳଉଛି? ସେ ତ ମୋତେ ସିଧାସଳଖ କହିପାରିବା କଥା କି, ତମେ ଯେତେବେଳେ ଫୋନ୍ କରିଥିଲ ମୁଁ ଘରେ ନଥିଲି, ମୁଁ ମୋ ସାଙ୍ଗ ଘରକୁ ଯାଇଥିଲି। ଯିବା ଆଗରୁ ତ ମୋତେ ମେସେଜ ବି କରିପାରିଥାନ୍ତା। କିନ୍ତୁ ସେ ମୋ ସାମ୍ନାରେ ଏମିତି ଦେଖେଇ ହେଉଛନ୍ତି ଯେ ଯେମିତି ସେ କେବେ ବି ଘରୁ ବାହାରକୁ ହିଁ ଯାଉନାହାନ୍ତି। ଆଜି ମୁଁ ସୁମିଙ୍କ ସହିତ ବୁଲେଇ ବୁଲେଇ ଏଥିପାଇଁ କଥା ହେଉଛି କି, କାଳେ ସେ ଡରିଯାଇ ସବୁ ସତ କଥା କହିଦେବ। କିନ୍ତୁ ସେ ତ ଓଲଟା ମୋ ଉପରେ ଦୋଷ ଲଦି ଦେଉଛି। ମାନେ ହେଉଛି ଯେ ସେ ମୋତେ କିଛି କହିବାକୁ ହିଁ ଚାହୁଁନାହାନ୍ତି। କିନ୍ତୁ ମୋର ଜାଣିବା ନିହାତି ଦରକାର ଯେ ମୋ ସ୍ତ୍ରୀ କୁଆଡ଼େ ଯାଉଛନ୍ତି। କାଳେ ସେ କିଛି ଅସୁବିଧାରେ ପଡ଼ିଯାଇନାହାନ୍ତି ତ? ମୋ ସ୍ତ୍ରୀଙ୍କ ସୁରକ୍ଷା ସବୁଠୁ ଆଗରେ ଥିଲା। ମୁଁ ଭାବିଲି କି ନିଜେ ମାଲୁମ କରିବି, ଆଉ ସେଥିପାଇଁ ଚୌକିଦାରର ସାହାଯ୍ୟ ନେବି। ସକାଳୁ ଅଫିସ ଯିବା ଆଗରୁ ଚୌକିଦାରକୁ ଇସାରା କରି ଘର ବାହାରକୁ ଡାକିଲି। କହିଲି କି, ମ୍ୟାଡାମ୍ କେତେବେଳେ ଘରୁ ବାହାରୁଛନ୍ତି? ସେ ଚିନ୍ତା କରି କହିଲା କି, ଆପଣଙ୍କର ଯେତେବେଳେ ଅଫିସ ଛୁଟି ହେଉଛି ସେ ସେତେବେଳେ ଘରୁ ବାହାରୁଛନ୍ତି। ଗତକାଲି ବି ଆପଣ ଘରକୁ ଡେରିରେ ଆସିଲେ, କିନ୍ତୁ ଆପଣଙ୍କ ଆସିବା ଆଗରୁ ମ୍ୟାଡାମ୍ ଘରେ ପହଞ୍ଚିଗଲେ। ମୁଁ ତାଙ୍କଠୁ ଶୁଣି ଭାବିଲି କି, ସୁମି କେମିତି ଖବର ପାଇଯାଉଛନ୍ତି ଆଉ ମୋ ଆସିବା ଆଗରୁ ପଳେଇ ଆସୁଛନ୍ତି? ଆଉ ସେ କେମିତି ଜାଣୁଛନ୍ତି ଯେ ମୁଁ ଧୀରଜ ଘରକୁ ଯାଉଛି ବୋଲି? ଏବେ ଚିନ୍ତାର ବିଷୟ ଥିଲା କି, ଯଦି ମୋ ସ୍ତ୍ରୀକୁ ମୋ ବିଷୟରେ କହୁନି, ତାହେଲେ ମୋ କଥା ତାକୁ କିଏ କହୁଛି?
ମୁଁ ସୁମିଙ୍କ ଉପରେ ଅନ୍ଧ ଭାବରେ ବିଶ୍ୱାସ କରୁଥିଲି। ତେଣୁ ମୋ ମନ ମାନୁନଥିଲା କି ସେ ମୋତେ ଧୋକା ଦେଉଛନ୍ତି ବୋଲି। କିନ୍ତୁ ଯାହା ଚାଲୁଥିଲା ଚିନ୍ତାଜନକ ଥିଲା। ଏବେ ମୋତେ କଡ଼ା ନିଷ୍ପତ୍ତି ନେବାର ଥିଲା। ମୁଁ ପୁରା ଚିନ୍ତାରେ ରହୁଥିଲି। ଧୀରଜ ବି ମୋ ଚିନ୍ତା ବାବଦରେ ଜାଣିଥିଲା। ସେ ବି କହିଲା କି, କ'ଣ ହେଲା ସ୍ୱୟଂ, ତୁ ଆଜିକାଲି କାହିଁକି ଏତେ ଟେନସନରେ ରହୁଛୁ? କିନ୍ତୁ ମୁଁ ତାକୁ କ'ଣ କହିଥାନ୍ତି? ତେବେ ପୁଣି ସେ ମୋତେ ବଜାରକୁ ଡାକିନେଲା। କହିଲା କି ଆଜି ମୋ ସ୍ତ୍ରୀଙ୍କ ଜନ୍ମଦିନ, ଚାଲ ଗୋଟେ ଗିଫ୍ଟ କିଣିକି ଆଣିବା। ବଜାର ଗଲେ ତ ମୁଡ୍ ଠିକ୍ ହୋଇଯିବ। ମୁଁ ମନା କଲି, କିନ୍ତୁ ଧୀରଜ ମୋ କଥା ଶୁଣିଲାନି। ଜିଦ୍ ଧରିଲା। ବାଧ୍ୟ ହୋଇ ତା ସାଙ୍ଗରେ ଗଲି। ମୋ ମନ ଭିତରେ ରାଗ ଥିଲା, କିନ୍ତୁ ସେ ମୋ ପାଖ ଛାଡ଼ୁନଥିଲା। ମୁଁ ତ ସେଦିନ ପାଇଁ ଗାଳି ଦେଉଥିଲି, ଯେଉଁଦିନ ମୋର ଧୀରଜ ସହିତ ଦେଖା ହୋଇଥିଲା। ସେ ବଡ଼ ଅଜବ ମଣିଷ ଥିଲା। ତାକୁ ଆଉ କାହାର ସମସ୍ୟାକୁ ନେଇ ଚିନ୍ତା ନଥିଲା। ସେ ଚାହୁଁଥିଲା କି କେବଳ ତା କଥା ହିଁ ଅନ୍ୟମାନେ ଶୁଣନ୍ତୁ। ସେ ଯେମିତି ମୋ ପାଇଁ ମୁଣ୍ଡ ବିନ୍ଧା ପାଲଟି ଯାଇଥିଲା। ଅଫିସରେ ତାର ଆଉ ବି ବହୁତ ସାଙ୍ଗ ଥିଲେ, କିନ୍ତୁ କେଜାଣି ସେ ମୋ ସାଥିରେ ଏତେ କ'ଣ ପାଇଁ ମିଶୁଥିଲା। ଆମେ ବଜାରରେ ପହଞ୍ଚିବା ପରେ ସେ ମୋତେ ପାଉଁଜି ବାଛିବାକୁ କହିଲା। ଆଉ ଆମେ ଗୋଟିଏ ସୁନ୍ଦର ପାଉଁଜି ବାଛିଲୁ। ପାଉଁଜି ନେଇ ଘରକୁ ଫେରିଲୁ। ଆଜି ସୁମି ଘରେ ଥିଲେ। ମୋତେ ଦେଖି ଖୁସି ହୋଇଗଲେ। କିନ୍ତୁ ଆଜିକାଲି ମୁଁ ଏତେ ଚିନ୍ତାରେ ଥିଲି ଯେ ଖୁସି ହେବା ଭୁଲି ଯାଇଥିଲି। ସୁମି ମୋ ପାଖରେ ଆସି ବସିଗଲେ। କିଛି ସମୟ ଏପଟ ସେପଟ କଥା ହେବା ପରେ ପଚାରିଲି କି, ଧୀରଜଙ୍କ ସହିତ ତମେ କେମିତି ମିଶିଲ? ମୁଁ ତାଙ୍କ ପ୍ରଶ୍ନରେ ଚମକି ପଡ଼ିଲି। ଏବେ ମୁଁ ଅନୁଭବ କରୁଥିଲି କି ଯେବେଠୁ ସୁମି ସହିତ ମୋ ବିବାହ ହୋଇଛି, ସେ କିଛି ନା କିଛି କଥାରେ ଧୀରଜକୁ ନେଇ ଆସୁଛନ୍ତି ଆଉ ତା ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ମୁଁ ବି ଜାଣିପାରୁନଥିଲି କି ସେ ଧୀରଜ କଥା ଏତେ କାହିଁକି ପଚାରୁଛନ୍ତି। ସେଠୁ ମୁଁ କହିଲି କି ଧୀରଜ ସହିତ ମୋ ବନ୍ଧୁତା 1.5 ବର୍ଷ ଆଗରୁ ହୋଇଥିଲା। ଆଉ ମୋ ସହିତ ସାଙ୍ଗ ହେବା ପରେ ସେ ସମସ୍ତଙ୍କୁ ଛାଡ଼ି ଦେଇଥିଲା। ଏବେ ସେ ସବୁଦିନ ତା ଘରକୁ ଡାକୁଛି, କିନ୍ତୁ ମୋତେ ଭଲ ଲାଗୁନି। ସେଠୁ ତୁରନ୍ତ ସୁମି କହିଲେ କି କାହାର ଭଲ ପାଇବା ପ୍ରତି ଏମିତି ବିତୃଷ୍ଣା ହେବା ଉଚିତ ନୁହେଁ। ଭାଗ୍ୟବାନ ସେ ହୋଇଥାଏ ଯାହାକୁ ଜଣେ ଭଲ ସାଙ୍ଗ ମିଳିଥାଏ। ତାଙ୍କ କଥାରେ ମୁଁ ମୁଣ୍ଡ ହଲେଇ ଦେଲି। ଆଜି ମୁଁ ସୁମିଙ୍କୁ ଧୀରଜ ବିଷୟରେ ସବୁ କହିଦେଇଥିଲି। ତାପରେ ସୁମି ମୋ ହାତ ଧରି ପକେଇ କହିଲେ କି ଯଦି ତମକୁ କେବେ ଜଣାପଡ଼େ କି ଧୀରଜ ତମକୁ ଧୋକା ଦେଉଛନ୍ତି, ତାହେଲେ ତମେ କ'ଣ କରିବ? ସୁମିଙ୍କ ଏ ପ୍ରଶ୍ନରେ ମୁଁ ଯେମିତି ଚମକି ପଡ଼ିଲି। ମୁଁ ପଚାରିଲି, କେମିତିକା ଧୋକା? ବ୍ୟବସାୟରେ କି ବ୍ୟକ୍ତିଗତ ଜୀବନରେ? ସୁମି କହିଲେ କି ବ୍ୟକ୍ତିଗତ ଜୀବନରେ। ମାନେ ହେଲା ଯେ ତମ ସାଙ୍ଗ ଯଦି ତମ ଅଧିକାରକୁ ଚୋରି କରି ନିଅନ୍ତି, ଯଦି ତମେ କାହାକୁ ହୃଦୟରୁ ଚାହୁଁଛ ଆଉ ଧୀରଜ ଯଦି ତାକୁ ନେଇଯାଆନ୍ତି, ତ ତମେ କ'ଣ କରିବ? ସୁମିଙ୍କ ଏମିତି ପ୍ରଶ୍ନ ଯେମିତି ମୋ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଦେଲା। ଧୀରଜ ଆଉ ସୁମିଙ୍କର ବହୁତ ସାରା କଥା ମେଳ ଖାଇଯାଉଥିଲା। ଏବେ ପୁଣି ତାଙ୍କର ଏ ପ୍ରଶ୍ନ। ମୁଁ କହିଲି କି ସୁମି, ଯେଉଁଟା ମୋର ସେ କେବେ ବି ମୋତେ ଛାଡ଼ିକି ଧୀରଜ ପାଖକୁ ଯାଇପାରିବନି। ସୁମି କହିଲେ, ଯଦି ବି କେବେ ଏମିତି ହୁଏ, ତମେ ଧୀରଜଙ୍କ ସହିତ କ'ଣ କରିବ? କ'ଣ ତମେ ତାଙ୍କ ସହିତ ସମ୍ପର୍କ କାଟିଦେବ? ସୁମିଙ୍କ ଏମିତି ପ୍ରଶ୍ନ ବାଣରେ ଯେମିତି ମୋ ହୃଦୟ ଖିନଭିନ ହୋଇଯାଉଥିଲା। ମୁଁ କଥା ବଦଳେଇ ଦେଲି ଆଉ କହିଲି, ତମେ ଏମିତି ବେକାର କଥା କାହିଁକି କହୁଛ? ଯାଅ ମୋ ପାଇଁ ଚା ନେଇ ଆସ। ସୁମି ବି ଚିନ୍ତାଗ୍ରସ୍ତ ହୋଇଯାଇଥିଲେ, କିନ୍ତୁ ସେ କିଛି ନ କହି ରୋଷେଇ ଘରକୁ ପଳେଇଲେ। ଆଉ ମୁଁ ଭିତରେ ଭିତରେ ଜଳୁଥିଲି। ଏବେ ମୁଁ ଚାହୁଁଥିଲି କି ମୋ ସାମ୍ନାରେ ସବୁ କିଛି ଖୋଲା ହୋଇଯାଉ, କିନ୍ତୁ ମୋ ପାଖରେ କିଛି ପ୍ରମାଣ ନଥିଲା। ମୁଁ ଭାବି ନେଇଥିଲି କି ଯାହା ବି ହୋଇଯାଉ, ଏ ରାଜ ଉପରୁ ପରଦା ହଟେଇବି। ଯଦି ବି ସୁମିଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ପଡ଼େ, ତାହେଲେ ବି ମୁଁ ପଛକୁ ହଟିବିନି। କିନ୍ତୁ ମୁଁ କ'ଣ ଜାଣିଥିଲି କି ବିଧାତା ମୋ ପାଇଁ ଆଉ କିଛି ଖଞ୍ଜିକି ରଖିଛି ବୋଲି? ସେ ମୋତେ ଖୋଲିକି ଇସାରା ଦେବାକୁ ଚାହୁଁଛନ୍ତି ବୋଲି। ସେଦିନ ବିତିଗଲା। ପରଦିନ କିଛି ଏମିତି ଘଟଣା ଘଟିଲା ଯାହାକି ମୋ ନିଦ ହଜେଇ ଦେଲା। ମୋ ଆଖି ବଡ଼ ବଡ଼ ହୋଇଗଲା। ପରଦିନ ଅଫିସରୁ ଫେରିବା ବେଳକୁ ସୁମିଙ୍କ ପାଦରେ ସେ ପାଉଁଜି ଦେଖିକି ମୋ ପ୍ରାଣ ଚାଲିଗଲା ପରି ଲାଗିଲା। ଗୋଟିଏ ଦିନ ଆଗରୁ ଯେଉଁ ପାଉଁଜିକୁ ଆମେ ଧୀରଜ ଓ ମୁଁ ମିଶିକି ଆଣିଥିଲୁ,
ସେହି ପାଉଁଜି ସୁମିଙ୍କ ଗୋଡ଼ରେ ଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ବୁଝିପାରୁଥିଲି କି ଧୀରଜ ଓ ସୁମିଙ୍କ ଭିତରେ କିଛି ନା କିଛି ସମ୍ପର୍କ ନିଶ୍ଚୟ ରହିଛି। ମୁଁ ସୁମିଙ୍କୁ ପଚାରିଲି କି ସୁମି, ତମେ ଏତେ ସୁନ୍ଦର ପାଉଁଜି କେଉଁଠୁ ଆଣିଲ? ତମ ପାଦକୁ ତ ବହୁତ ଭଲ ମାନୁଛି। ସେଠୁ ସେ କହିଲେ କି ମୁଁ ମୋର ଜଣେ ସାଙ୍ଗ ଘରକୁ ଯାଇଥିଲି, ସେ ଦେଇଛି। ମୁଁ ହଁ କରି ରହିଗଲି ଆଉ ତାଙ୍କର ଏହି ମିଛକୁ ଧରିବା ପାଇଁ ପ୍ଲାନ୍ କଲି। ପରଦିନ ଯେତେବେଳେ ଅଫିସ୍ ଗଲି, ଧୀରଜକୁ କହିଲି କି ଆଜି ତମ ଘରେ ଖାଇବି, ଭାଉଜଙ୍କୁ କହିବୁ କି ଭଲ କି ଖାଇବା କରିଦେବେ। ଧୀରଜ ବହୁତ ଖୁସି ହୋଇଗଲା ଆଉ ଟିକେ ଦୂରକୁ ଯାଇ ତା ସ୍ତ୍ରୀକୁ ଫୋନ୍ କଲା। ସେଠୁ ଅଫିସ୍ ସରିବାକୁ ଘଣ୍ଟାଏ ଥିଲା। ମୁଁ କିଛି ନ କହି ବାହାରିଗଲି ଆଉ ସିଧା ତା ଘରେ ଯାଇ ପହଞ୍ଚିଗଲି। ଯେତେବେଳେ ଅଚାନକ ତା ଘରର କବାଟ ଖୋଲି ଭିତରକୁ ପଶିଲି, ସାମ୍ନାରେ ସେ ଦୃଶ୍ୟ ଦେଖି ମୋର ତ ପାଦ ତଳୁ ମାଟି ଖସିଗଲା। କାହିଁକି ନା ସେଠାରେ ମୋ ସ୍ତ୍ରୀ ସୁମି ବସିଥିଲେ। ସେ ମୋତେ ଦେଖିକି ଡରିଗଲେ। ମୁଁ ରାଗରେ ତାଙ୍କୁ ପଚାରିଲି କି ସୁମି, ତମେ ଏଠି? ତମେ କେମିତି ଏମାନଙ୍କୁ ଜାଣିଛ? ସୁମି କାନ୍ଦି କାନ୍ଦି ମୋ ଗୋଡ଼ ତଳେ ପଡ଼ିଗଲେ ଆଉ କହିଲେ କି ମୋ କଥା ଟିକେ ଶୁଣ, ମୁଁ ତମକୁ ଧୋକା ଦେଇନାହିଁ। ତମେ ତ ଜାଣିଛ କି ତମ ବାପାଙ୍କ ସାଙ୍ଗଙ୍କର ଯାଆଁଳା ପିଲା ଜନ୍ମ ହୋଇଥିଲେ। ଦୁହିଁଙ୍କ ରୂପ ରଙ୍ଗ ଏକା ପରି ଥିଲା। ତମ ସହିତ ସୁମିର ନିର୍ବନ୍ଧ ହୋଇସାରିଥିଲା। ସୁମି ବି ତମକୁ ବହୁତ ଭଲ ପାଉଛି। କିନ୍ତୁ ଯେତେବେଳେ ବିବାହ ତାରିଖ ଠିକ୍ ହୋଇଯାଇଥିଲା, ସୁମି ଟିକେ ଡରି ଯାଇଥିଲା। ମୋର ତା ଉପରେ ସନ୍ଦେହ ହେଲା କି କିଛି ତ ଗଡ଼ବଡ଼ ଅଛି। ମୁଁ ତାକୁ କେତେ ଥର ପଚାରିଛି, କିନ୍ତୁ ସେ ମୋତେ ଭିତିରି କଥା କହିଲାନି। ଯେବେ ବିବାହ ଦିନ ଆସିଲା ତ ସୁମି ଘରୁ କୁଆଡ଼େ ପଳେଇଲା। ସେ ଗୋଟିଏ ଚିଠି ଛାଡ଼ିକି ଯାଇଥିଲା। ସେଥିରେ ଲେଖା ଥିଲା କି ସେ ଆଉ କେଉଁ ପୁଅକୁ ଭଲ ପାଉଛି ବୋଲି ଆଉ ତା ସହିତ ହିଁ ଯାଉଛି ବୋଲି। ଚିଠି ପଢ଼ିବା ପରେ ଘର ଲୋକଙ୍କ ମୁଣ୍ଡରେ ଯେମିତି ବଜ୍ରପାତ ହୋଇଥିଲା। ବାପା ମୋ ସାମ୍ନାରେ ହାତ ଯୋଡ଼ି କହିଲେ କି ପଲ୍ଲବୀ, ତୁ ମୋ ଇଜ୍ଜତ ବଞ୍ଚେଇ ପାରିବୁ। ସୁମି ଜାଗାରେ ତୁ ବୋହୂ ହୋଇ ତାଙ୍କ ଘରକୁ ଯିବୁ। ଆଉ ପରିସ୍ଥିତିରେ ପଡ଼ି ମୁଁ ତାଙ୍କ କଥା ମାନି ନେଇଥିଲି। ମୁଁ ବୋହୂ ବେଶ ହୋଇ ଆପଣଙ୍କ ସହିତ ଆସିଗଲି। ପଛରେ ଘର ଲୋକ ନାଟକ କଲେ ଯେ ପଲ୍ଲବୀ ଗୋଟେ ପୁଅ ସହିତ ପଳେଇଲା ବୋଲି। ମୁଁ ନିର୍ଦ୍ଦୋଷ ଥିଲି, ତଥାପି ଘର ଲୋକ ମୋତେ ହିଁ ମାରିଦେଲେ। ମୁଁ ସେବେଠୁ ଆଜି ଯାଏଁ ସୁମି ହୋଇ ଆପଣଙ୍କ ସହିତ ରହୁଛି। ଦିନେ ଧୀରଜ ଖାଇବାକୁ ଆସିଥିଲେ। ମୁଁ ତାଙ୍କୁ ଜାଣିନଥିଲି, କିନ୍ତୁ ମୋ ମୁହଁ ସୁମି ସହିତ ମିଶି ଯାଉଥିବାରୁ ଧରା ପଡ଼ିଗଲି। ଘରକୁ ଯାଇ ସେ ସୁମିକୁ ଏସବୁ କଥା କହିଥିଲେ। ସୁମି ମୋତେ ଫୋନ୍ କଲା ଆଉ ଆମେ ପୁଣି ଯୋଡ଼ି ହୋଇଗଲୁ। ଆଉ ଧୀରଜ ଆପଣଙ୍କୁ ଏଥିପାଇଁ ଜବରଦସ୍ତି ନେଇ ଆସନ୍ତି ଯାହାଫଳରେ ମୋତେ ଆଉ ମୋ ଭଉଣୀକୁ ଏକା ସାଥିରେ ସମୟ ବିତାଇବା ପାଇଁ ମୌକା ମିଳିବ। ଆପଣ ଓ ଧୀରଜ ବାଲକୋନିରେ ବସିଥାନ୍ତି, ଯେତେବେଳେ ମୁଁ ଓ ସୁମି ରୁମ୍ ଭିତରେ ବସିଥାଉ। ପୁଣି ମୁଁ ପଛ କବାଟ ଦେଇ ଆପଣଙ୍କ ଠାରୁ ଆଗରେ ଯାଇ ଘରେ ପହଞ୍ଚିଯାଏ। ମୁଁ ଆପଣଙ୍କ ଅଫିସ୍ ସମୟରେ ଏଥିପାଇଁ ଘରୁ ବାହାରେ ନାହିଁ କି କାଳେ ଆପଣ ଅଚାନକ ଘରକୁ ପଳେଇ ଆସିବେ। ଘରକୁ ଆସି ମୋତେ ପଚରା ଉଚରା କରିଥାନ୍ତେ, ସେତେବେଳେ ମୁଁ କ'ଣ ଜବାବ ଦେଇଥାନ୍ତି? ଯେଉଁଦିନ ଆପଣଙ୍କୁ ଧୀରଜଙ୍କ ଘରୁ ଯିବାର ଥାଏ, ସୁମି ମୋତେ ଫୋନ୍ କରି ଆଗୁଆ ଡାକି ଦେଉଥିଲା। ଏଥିପାଇଁ ତମେ ଜାଣିପାରୁନଥିଲ। ଏତିକିରେ ସୁମି ବି ରୋଷେଇ ଘରୁ ବାହାରିକି ଆସିଲେ। ସେ ମୋତେ ଦେଖିକି ହାତ ଯୋଡ଼ିଦେଲେ ଆଉ କାନ୍ଦି କାନ୍ଦି କ୍ଷମା ମାଗିବାରେ ଲାଗିଲେ। କହିଲେ କି ମୁଁ ଧୀରଜକୁ ଭଲ ପାଉଥିଲି, ତେଣୁ ଆପଣଙ୍କୁ କେମିତି ବାହା ହୋଇଥାନ୍ତି। ତେଣୁ ମୁଁ ଘରୁ ପଳେଇ ଆସିଲି। ଆପଣଙ୍କୁ ପଲ୍ଲବୀ ରୂପରେ ମୋ ଠାରୁ ବହୁତ ଭଲ ସ୍ତ୍ରୀ ମିଳିଛି। ପ୍ଲିଜ୍ ମୋ ପାଇଁ ତାକୁ ଦଣ୍ଡ ଦିଅନ୍ତୁନି। ସେଠୁ ମୁଁ ପଲ୍ଲବୀଙ୍କ ହାତ ଧରି ଘରକୁ ନେଇ ଆସିଲି। ଏହା ପରଠୁ ଧୀରଜ ସହିତ କଥା ହେବା ବନ୍ଦ କରିଦେଲି। କିନ୍ତୁ ପଲ୍ଲବୀ ମୋତେ ସବୁଦିନ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି କି ଧୀରଜ ସହିତ କଥା ହେବାକୁ। କିନ୍ତୁ ମୁଁ ଆଜି ଯାଏଁ କିଛି ବି ନିଷ୍ପତ୍ତି ନେଇପାରିନି। ଆପଣମାନେ କୁହନ୍ତୁ କି ମୁଁ କ'ଣ କରିବି? ଧୀରଜ ଓ ସୁମିଙ୍କୁ କ୍ଷମା କରିଦେବି ନା ତାଙ୍କଠୁ ଅଲଗା ରହିବି? ତ କାହାଣୀଟି ଏତିକି ଥିଲା। ଆପଣଙ୍କ ଉତ୍ତର କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନ୍କୁ ଅନ୍ କରିଦେବେ। ଧନ୍ୟବାଦ।